ଗୋଟେ ବଢିଆ ଗୀତ କଥା ମୁଁ ଶୁଣନ୍ତୁ ଯେ ଲୋକ କଳା, ଲୋକ ସଙ୍ଗୀତ, ଲୋକ ବାଦ୍ୟ, ଲୋକ ନୃତ୍ୟ ଗୁଡାକ ସିଧା ହୃଦୟର ଗଭୀର ପ୍ରଦେଶରେ ପହଞ୍ଚେ। ସମସ୍ତଙ୍କୁ ଭଲ ଲାଗେ ଯେତେବେଳେ ଲୋକ ନୃତ୍ୟ ହଉଥିବ, ତାର ସରଳତା, ସୌନ୍ଦର୍ଯ୍ୟତା, ମାଧୁର୍ଯ୍ୟତା ଏତେ ଭଲ ଯେ ଯଦି ଗୋଟେ ଲାଇନ ସେ ଗାଇଲେ ସେଟାକୁ ସେ 5 ଥର ରିପିଟ୍ କରିବେ, 2 ଥର 3 ଥର ଗାଇବାକୁ, 4ଥ ଥର ଅଡିଏନ୍ସ ଯେତେ ଥିବେ ସମସ୍ତେ ଗାଉଥିବେ ସେଇ ଗୀତ। এই গীতটা ଆପଣ ଗାଇବେ, ସେ କେତେ ସୁନ୍ଦର ଦେଖନ୍ତୁ। ପ୍ରହ୍ଲାଦ କହୁଛି ନହେଲେ ଶୁଣ। ହେ ନାରାୟଣ ଘେନ ହେ ପ୍ରଭୁ ମୋହର ଜଣାଣ ଶ୍ରୀ ହରି। এটা সে ভগবান প্রার্থনা করছে ଯୋଉଠି ସେ ସ୍ତମ୍ଭକୁ ପ୍ରହାର କରିଛନ୍ତି ସେଠୁ ସେ ବାହାରିଛନ୍ତି। ସେ କାନ୍ଥକୁ ବାହାରିଲେନି, ସ୍ତମ୍ଭଟା ପାଇଁ ବାହାରିଲେ। ସ୍ତମ୍ଭ, ମେରୁ ଏସବୁ ହଉଛି ସେ ବୃକ୍ଷର ଗୋଟେ। ଆପଣ ଯାଉଛନ୍ତି ଗଡ଼କୁ ଏମିତି କରୁଛନ୍ତି, ସେଟା ବୃକ୍ଷର ଅଂଶ। ଜଗନ୍ନାଥ ମନ୍ଦିର ଭିତରେ ସେଟା ସିମେଣ୍ଟ ନୁହେଁ, ସେଟା ଔଷଧୀୟ ବୃକ୍ଷ। ତାକୁ ଆପଣ ଛୁଇଁଲେ ଆପଣ ଦେହ ସବୁ ରୋଗ ବୈରାଗ୍ୟ ଚାଲିଯିବ। ତେଣୁ ସେଇଠୁ ନରସିଂହ ବାହାରିଛନ୍ତି, ହିରଣ୍ୟକୁ ବିରାଜ କରିଛନ୍ତି। ଏବଂ ପ୍ରହ୍ଲାଦ କହିଛି ମୁଁ ଆପଣଙ୍କର ପିତାମାତା, ମୁଁ ଏ ରୂପ ଦେଖିପାରୁନି, ଆପଣ ମୋ ମାତା ପିତା ହେଇକି ଆସନ୍ତି। ସେଠି ଲକ୍ଷ୍ମୀ ନାରାୟଣ ଅଛି, ଲକ୍ଷ୍ମୀ ନାରାୟଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ସେମିତି ଡାନ୍ସଟା ଆପଣ ଛୋଟ ଗୋଟେ ଏକ୍ସାମ୍ପଲ ଦଉଛି।